ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଜଗତସିଂହପୁର ଜିଲ୍ଲାରେ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଜିଲ୍ଲାର କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ପାରାଦ୍ୱୀପ ପିପିଲି କାରଖାନା ପରିସର ଜଟାଧାର ହାୱାଖାନା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା। ବନପାଳ ବନାଞ୍ଚଳ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଜିଲ୍ଲାକୁ 67,761ଟି ପକ୍ଷୀ ଶୀତଋତୁରେ ଆସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସହକାରୀ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ କହିଛନ୍ତି, ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଏକ କଳକାରଖାନା ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଶୀତକାଳୀନ ପକ୍ଷୀ ଗଣନା ଅନୁସାରେ ପାରାଦ୍ୱୀପ ଓ ଏହାର ଆଖପାଖ ଅଞ୍ଚଳରେ ବହୁଳ ପରିମାଣରେ ଶୀତକାଳୀନ ପକ୍ଷୀ ଦେଖାଯାଇଅଛନ୍ତି। ସେଥିମଧ୍ୟରୁ ଲାର୍ଜର ହୁଇସିଲିଂ ଡକ୍ ଅଥବା ବଡ଼ ସରାଳି 6,620 ଗୋଟି, ଲେସର ହୁଇସିଲିଂ ଡକ୍ ଅଥବା ସାନ ସରାଳି 30,687 ଗୋଟି, ଲିଟିଲ୍ କର୍ମୋରାଣ୍ଟ ଯାହାକୁ ପାଣିକୁଆ କୁହାଯାଏ ତାହାର ସଂଖ୍ୟା 2,908, ପେଣ୍ଟେଡ୍ ଷ୍ଟକ୍ ଅଥବା ସାରଙ୍ଗ ପକ୍ଷୀ 1,958 ଗୋଟି, ନର୍ଦନ ପିନ୍ଟେଲ୍ ଯାହାକି ଗହୀର ଲାଞ୍ଜା କୁହାଯାଏ ତାହାର ନମ୍ବର 9,727, କେଟେଲ୍ ଇଗ୍ରେଟ୍ ଅଥବା ଗୋବଗ 1,100, ବ୍ରାଉନ୍ ହେଡେଡ୍ ଗଲ୍ ଅଥବା ହଂସରାଳି 1,600, ବ୍ଲାକ୍ ହେଡେଡ୍ ଗଲ୍ ଯାହାକୁ କଳାମୁଣ୍ଡିଆ ସାମୁଦ୍ରିକ ପକ୍ଷୀ କୁହନ୍ତି ତାହାର ସଂଖ୍ୟା 2,350। ଏହିପରି ସମୁଦାୟ 67,761 ଗୋଟି ପକ୍ଷୀ ଗଣନା କରାଯାଇଛି, ଯାହାକି ପୂର୍ବବର୍ଷ ଗଣନା ଠାରୁ 3,827 ଗୋଟି ଅଧିକ। ଏହି ତଥ୍ୟଟି ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାରା କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାର ଏକ ଅଂଶ। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ରବି ଋତୁ 2025-26 ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ରବି ଋତୁରେ ସମସ୍ତ ଫସଲକୁ ମିଶାଇ ମୋଟ 75,980 ହେକ୍ଟର ଜମିରେ କୃଷି କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଛି। ସେଥିମଧ୍ୟରୁ 2,650 ହେକ୍ଟର ଜମିରେ ଖାଦ୍ୟଶସ୍ୟ, 68,780 ହେକ୍ଟର ଜମିରେ ଡାଲି ଜାତୀୟ ଫସଲ, 4,250 ହେକ୍ଟର ଜମିରେ ତୈଳବୀଜ, 300 ହେକ୍ଟର ଜମିରେ ଆଖୁ ଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତାଳଦଣ୍ଡା, ମାଛଗାଁ, ମହାନଦୀ ବ୍ୟାରେଜ ଡିଭିଜନ, ଉଠା ଜଳସେଚନ ପଏଣ୍ଟ ଓ ନଳକୂପ ମାଧ୍ୟମରେ 24,247 ହେକ୍ଟର ଜମିରେ ଏବଂ ଅନ୍ୟାନ୍ୟ ଜଳସେଚନ ମାଧ୍ୟମରେ 38,751 ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ଜିଲ୍ଲାର 105 କ୍ୱିଣ୍ଟାଲ ସୋରିଷ ବିହନ, 300 କ୍ୱିଣ୍ଟାଲ ଚିନାବାଦାମ ବିହନ ପାଇଁ ସ୍ଥିର କରାଯାଇଛି। ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ଡାଲି ଜାତୀୟ ଶସ୍ୟର ଅମଳ ବୃଦ୍ଧି, ସମନ୍ୱିତ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ପରିଚାଳନା, ବିହନ ଗ୍ରାମ କାର୍ଯ୍ୟକ୍ରମ, ଇ ପେଷ୍ଟ ଓ ସର୍ଭେଲାନ୍ସ ମାଧ୍ୟମରେ କୀଟ ଦମନ, ଜୈବ ସାର, ମିଲେଟ୍ ମିଶନ, ଟ୍ରାକ୍ଟର ସାହାଯ୍ୟରେ ମଞ୍ଜି ବୁଣା ବ୍ୟବହାର ଉପରେ ଏହି ବୈଠକରେ ପ୍ରାଧାନ୍ୟ ଦିଆଯାଇଛି ବୋଲି କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ଜଗତସିଂହପୁର ସାଂସଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଚାଷୀମାନଙ୍କୁ ସରକାରଙ୍କ କୃଷି ସଂକ୍ରାନ୍ତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଜଗତସିଂହପୁର ଜିଲ୍ଲା ଗସ୍ତ କାଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ନିର୍ବାଚନକୁ ସ୍ୱଚ୍ଛ ଓ ସୁଚାରୁ ରୂପେ ସମ୍ପାଦନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ ଅବସରରେ ସମବାୟ ସମିତିଗୁଡ଼ିକ କେବଳ ପ୍ରାଥମିକ ବ୍ୟବସାୟରେ ସୀମିତ ନ ରହି ବିବିଧ ବ୍ୟବସାୟ ମାଧ୍ୟମରେ ସମିତିର ଆୟ ବୃଦ୍ଧି ସହ ସମବାୟ ଆନ୍ଦୋଳନକୁ ଜିଲ୍ଲାର ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଜିଲ୍ଲାପାଳ ସମିତିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।